तेणु सबुटा से ब नांदी हो बा। अच्छा तो तम समान ज्योतिर्गमय अज्ञान ज्ञानालोक प्राप्त पई साधन जीवन रे साधन कर आउ खाली गुपु चुपु खाइले हलो गुप्त रे रहो बेसी कथा को ना सेई गुपु का ये गुड़ा कोन गुपु ये गुपु तुम खा महे बोलवा कथा किंतु गुप्त रे रहो मोर मानस गुरु ठाकुर निगमानंदंकर वास्तव रूप बोली भावे सी मते जीवन रे कहिथिले जत गुप्त तत सक्त सेई होउची गुप्त हाउ सबु कथा सुनो सारांश को ग्रहण करो वाक्य विरोध होना कर्म विरोध तेणु आज हमर तत्व वर्तमान गुपचुपु चाट ये चाट कौन हमें पाठ पढ़ला बेले सब चाट मरा होखला क्लास रे ये साहित्य तापर अंक तापर विज्ञान ये चाट तम जीवन रो चाट जेते बळे खाइली खाइली जेते बळे सोइली सोइली जेते बळे उठिली उठिली गीता कहले ये चाट खाली युक्त हार विहार युक्त चेष्टस्य कर्मसु युक्त स्वप्न भवधस जोग भवति दुःख ठीक समय उठ ठीक समय आसन ध्यान कर ठीक समय काम कर ताहले तम देह भल रहिबो अलप अलप खाओ आ कुंभकर्ण भलिया एकात्र 6 मास खाइबो ये उडा कथा अलप अलप खाओ युक्त हार विहार युक्त चेष्टस्य कर्मसु युक्त स्वप्न जोग भवति दुःख जीवन रे तमे कोन भाबुछ बा कोन करिबा को चाहुछ तुमे तक भाबो जदि तमे भाबिबो नै ताले जीवन रे तमे किछि करि परिबो किए काहा बुझे जे एठिटा आप माने वयस्क बाबू माने सब बस आपण मानु कोन बलिया कहूची जान को कहूची से माने कोन एठी अछन अलप अछन बापो मा माने निजे सत्संग को आसुचंती निज पुत्रियों को सांगरे आनिया पई मद्द तांकर साहस सेमान तो मानिबे नि आ ये आनिबे तेणु सज्जन गीता में परमा विद्या ब्रह्म रूपा अर्धमात्रा नित्या सा निर्वाच्य पदात्मिका सबु कथार तत्व यदि हमर गोटे पंचवटी तयारी है पांचटी बटी पंचवटी कोन से गोटे गच्छ छाड़ आखी कान नाक मुख मस्तक यही होची पंचवटी जीवन पंचवटी आज माने विक्षिप्त आखी जहा देखिबा कथा नुहे सेया को देखुची कान जहा न सुनिबा कथा सही कथा सुनुची जीवन पंचवटी जदि विपन्न ताले समाज केमि रहिबो जीवन पंचवटी जीवन ही पंचवटी जीवन पंचवटी रु जदि सीता हरण
ତାହେଲେ ତମ ମୁସ୍କୁଲି ସୀତା ଶବ୍ଦର ଅର୍ଥ କଣ? ପବିତ୍ର। ଯଦି ଜୀବନ ଭିତରେ ଥିବା ପବିତ୍ରତା, ଯଦି ପବିତ୍ରତା ଚାଲିଗଲା, ମାନେ ମୁଁ ଗୋଟେ ସ୍କୁଲ ପିଲାଙ୍କୁ ପଚାରିଲି, ଆରେ କୋଉ ସ୍କୁଲରେ ତୁ ପଢୁଛୁ? କାଲ ନା ପଢୁନ, ସେ ଯୋଉଠୁ କହିଲା ମୁଁ ଇଂରାଜୀ ମିଡିୟମରେ ପଢୁଛି। ହଉ ଭଲ। ବୋଲି ସେଠି ସରସ୍ୱତୀ ପୂଜା ହୁଏ ନା, ଗଣେଶ ପୂଜା ତାଙ୍କର କଣ ହୁଏ ନା, ସୋମବାର ଗୁରୁବାର ପିଲାମାନଙ୍କୁ ଆମିଷ ଖାଇବାକୁ ଦିଅନ୍ତି। କାହିଁକି? ତେଣୁ ଆଜି ଧର୍ମ ଧର୍ମର ସତ୍ୟ, ମତ ମତର ସତ୍ୟ, ଦେଶ ଦେଶର ସତ୍ୟ। ତେବେ ଏତେ କଥାରେ ଇଏ ସଂସାର କେମିତି ରହିବ ଆପଣ ମାନେ ଭାବନ୍ତୁ। କିନ୍ତୁ ବାପା ମାଙ୍କର ଇଚ୍ଛା ଇଂରାଜୀ ମିଡିୟମରେ ପଢିବେ, ଇଂରାଜୀ କହିବେ, ବାପା ମା କହିବେ ମୋ ପୁଅ ଇଂରାଜୀରେ କହୁଛି। ତେଣୁ ସଜ୍ଜନ, ସେ ଇଂରାଜୀ ଭିତରେ ମଧ୍ୟ ତତ୍ତ୍ୱ ଅଛି। ଏ କଣ, ବି କଣ, ସି କଣ, ଡି କଣ, ଇ କଣ, ତା ସବୁ ଗୋଟେ ଗୋଟେ ତତ୍ତ୍ୱ। ତେଣୁ ଜୀବନ ପଞ୍ଚବଟୀରୁ ସୀତା ଚାଲିଗଲା, ପବିତ୍ରତା ଗଲା, ମଦ ଦୋକାନରେ ଗଲା, ମାଂସ ଦୋକାନରେ ଗଲା, କୁକୁଡ଼ା ଭାଡ଼ିରେ, କୁକୁଡ଼ା ଭାଡ଼ି ନା, କୁକୁଡ଼ା ଭାଡ଼ିରେ ଗଲା। ଆଉ କିଏ ସୀତାଙ୍କୁ କିଏ ନେଲା? ସୀତାଙ୍କୁ ନେଲା ରାବଣ। ରାବଣ କେଡ଼େ ବଡ଼ ଭାଗ୍ୟବାନ, ସୀତାଙ୍କୁ ନେଇକି ଗଲା। ଯେତେବେଳେ ସୀତା ନାହିଁ କରୁଛନ୍ତି, ମୁଁ ଭିକ୍ଷା, ରାବଣ ଭିକ୍ଷା ମାଗୁଛି, ଭିକ୍ଷାଂ ଦେହି। ସୀତା କହୁଛନ୍ତି ମୁଁ 3 ଗାର ଡେଇଁକିରି ଯିବି ନାହିଁ। ରାବଣ କହୁଛି ଆଚ୍ଛା ଇଏ 3 ଗାରକୁ ମୁଁ ଲିଭେଇ ଦଉଛି, ମା ତମେ ଆସ। ନା ନା ନା, ମୋର ଦେବର ଲକ୍ଷ୍ମଣ ମନା କରିଛନ୍ତି। ଲକ୍ଷ୍ମଣ ମାନେ ସୁଚରିତ୍ର। ଏ ଯୋଉ 3ଟି ଗାର କଣ? ଜୀବନ, ଜନ୍ମ, କର୍ମ, ମୃତ୍ୟୁ। କର୍ମ, ଜ୍ଞାନ, ଭକ୍ତି। ରାବଣ ସେଇ ଉଡ଼ାଜାହାଜ ଉପରେ ବସିକିରି ସେ ମନେ ମନେ ସୀତାଙ୍କୁ ପ୍ରାର୍ଥନା କରୁଛି, ମା ତୁ ଜଗତ ଜନନୀ ଯୋଗ ମାୟା, ତୁ ମହାମାୟା, ତୁ ଜନକଙ୍କ ଘରେ ବଢିଥିଲୁ, ଦଶରଥଙ୍କର ବୋହୂ ହେଇଥିଲୁ, ତୁ ଆର୍ଯ୍ୟାବର୍ତ ନାରୀ, ତୋ ମୁଣ୍ଡରେ ସିନ୍ଦୁର କାଚ, ତୁ କାହିଁକି ଏ ଜଙ୍ଗଲରେ ବୁଲୁଛୁ? ତାହେଲେ ମୋ ଭଳି ପୁଅ ଥାଉ ଥାଉ ମୁଁ ସୁବର୍ଣ୍ଣ ଲଙ୍କା ଗଢିଛି, ମୁଁ ସ୍ୱର୍ଣ୍ଣମୟ ଲଙ୍କା ଗଢିଛି। କାହା ପାଇଁ? ତୁ ଯଦି ସେଠିକି ନ ଯିବୁ ତାହେଲେ ସେ ଲଙ୍କାଟା କଣ ହବ? ମୁଁ ତୋ ପାଇଁ ଗଢିଛି ଅଶୋକ କାନନ। ତୁ ଏ କଣ୍ଟା ଘଣ୍ଟା ମାରିକିରି କଞ୍ଚା ଫଳମୂଳ ଖାଇ ତୁ ଏ ରାମ ଲକ୍ଷ୍ମଣଙ୍କ ସାଙ୍ଗରେ ତୁ ଯାଉଛୁ, ତତେ ତୁ ଆଗ ଯାଇ ଲଙ୍କାରେ ପ୍ରବେଶ କଲେ ସେଇ ଲଙ୍କାକୁ ଯିବେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଆଉ ଲକ୍ଷ୍ମଣ।
ମୋ ସ୍ୱର୍ଣ୍ଣମୟ ଲଙ୍କା ଧନ୍ୟ ହେଇ ମୁଁ ପ୍ରାର୍ଥନା କରୁଛି ହେ ମଙ୍ଗଳମୟୀ ତୁ ଆଉ ନା ତୁ ଟିକେ ରଥକୁ ଆ। ରାବଣର ଏଇ କ୍ରନ୍ଦନ ଧ୍ୱନି ଆବେଗ ଭରା ପ୍ରାର୍ଥନା ସେଦିନ ଯୋଗମାୟା ସୀତାଙ୍କୁ ଉଦ୍ବେଳିତ କରିଥିଲା। ତିନି ଗାରକୁ ଯେତେବେଳେ ରାବଣ ଲିଭେଇ ଦେଲା ଭିକ୍ଷା ସିଏ ଚାଉଳ ଫଳମୂଳ ତାର କଣ ଅଭାବ ଥିଲା ଏଇ ବଣର ଫଳମୂଳ ଭିକ୍ଷା ମାଗୁଥିଲା। ସୀତାଙ୍କୁ ନେଇକିରି ଯାଇଛି ବଳାତ୍କାର କରିଛି ତାକୁ ଧର୍ଷଣ କରିଛି ମାକୁ ମାର ସମ୍ମାନ ଦେଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଯେତେବେଳେ ଲକ୍ଷ୍ମଣଙ୍କୁ ଦେଖିଲେ ସେ ପଳେଇ ଯାଇଛି ସେ କହିଲେ ତତେବେଳେ ମୁଁ ମନା କରିଥିଲି ତୁ ଭାଉଜକୁ ଛାଡିକିରି କୁଆଡେ ଯିବୁନି ନା ଭାଇ ଭାଉଜ ମୋର ଚରିତ୍ରକୁ ଅବିଶ୍ୱାସ କଲେ ତେଣୁ ମୁଁ ଆସିଛି। ଚାଲ ଚାଲ ଶୀଘ୍ର ଭାଇ ଆଚ୍ଛା ସେ କଣ ସୀତା ବଂଶବର୍ତ୍ତୀରୁ ଏ ସବୁ ଏଠି ଗାୟକ ବସିଛନ୍ତି ଆଉ ଏସବୁ ଗାୟକ ଏରିଆ ତେଣୁ ଏଠି ଗୋଟେ କଥା ମୁଁ କହୁଛି ଆଜି ବି ସେ କଣ ଆମ ବାବୁ କିଏ ଆଇଛି ବୈରାଗୀ ବାବୁ ପାଲା କରିବେ ମୁଁ ପଚାରୁଛି କ ରାମ ଲକ୍ଷ୍ମଣ ଦି ଭାଇ ଯାକ ସୀତାଙ୍କୁ ଯୋଉ ବାଟ ଦେଇ ଖୋଜିଲେ ଯେମିତି ଜଣା ପଡୁଛି ସେ ବାଟଟା ତାଙ୍କୁ ଆଗରୁ ଜଣା ଥିଲା। ଯୋଉ ବାଟ ଦେଇ ରାବଣ ତାଙ୍କୁ ନେଇ ଯାଇଛି ସେଇ ବାଟ ଦେଇ ରାମ ଲକ୍ଷ୍ମଣ ମାନେ ଖୋଜିଲେ। ତେଣୁ ହେ ସଜ୍ଜନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ये चारोटी शक्ति की नहीं प्रत्येक जीवन परिचालित। राम कहिले आनंद लक्ष्मण कहिले चरित्र भरत कहिले भक्ति जार शत्रु नहीं से होचंती शत्रुघ्न सीता कहिले पवित्र हनुमान कहिले सेवा। ଯେତେବେଳେ ରାମ ଲକ୍ଷ୍ମଣ ଯାଉଛନ୍ତି ଦେଖିଲେ ଗୋଟେ ପକ୍ଷୀ ରଥରେ ବାଜିକିରି ଖଣ୍ଡିଆ ମଣ୍ଡିଆ ହେଇକି ପଡିଛି। କଣ ଖଣ୍ଡିଆ ମଣ୍ଡିଆ ହେଇ ପଡିଛି ସେ ରାମକୁ ବାର୍ତ୍ତା ଦେଲା। ହଁ ଯେ କହୁଛନ୍ତି କହନ୍ତୁ ମୁଁ କିନ୍ତୁ କହିପାରିବି କିନ୍ତୁ ରାମ ତାର ଦୁଃଖ ବୁଝିଲେ ଯେହେତୁ ସେ ଗଣତନ୍ତ୍ରର ରାଜା ରାଜତନ୍ତ୍ରର ବଂଶରେ ଜନ୍ମ ହେଇଥିଲେ ପକ୍ଷୀର ବିକଳ କନ୍ଦନକୁ ସେ ଦେଖିଲେ ପକ୍ଷୀ ଅପେକ୍ଷା କରିଥିଲା। ରାମଙ୍କ ରୂପକୁ ଦେଖି ଯେମିତି ରାମଟା ପାଟିରେ ଟିକେ ପାଣି ଦେଲେ ଆମେ କୋଉ ବୁଝିବୁ ଆମେ ତ ହଜାର ହଜାର କୁକୁଡ଼ା ହେଲେ ଗୋଟାଏ ଦିନ ଭିତରେ ମୋଡ଼ିକି ସଫା କରୁ। ତେଣୁ ଆମେ ମୋଡ଼ା ବାବୁ ମାନେ ସେ କଥା କାହିଁ ଜାଣିବେ। ମର୍ଯ୍ୟାଦା ପୁରୁଷୋତ୍ତମ ରାମ ତା ପକ୍ଷୀର ପାଟିରେ ପାଣି ଦେଲେ ସେ ରାମଙ୍କର ଦିବ୍ୟ ରୂପ ଦେଖି ସେଇଠି ଟଳି ପଡ଼ିଲା। ରାମ ପୁଣି ତାର ତର୍ପଣ କରିବା ପାଇଁ ସ୍ୱତନ୍ତ୍ର ଭାବରେ ସେ ଗାୟତ୍ରୀ ତର୍ପଣ କଲେ। भूरुक्वेद पुरुषं तर्पयामि भूवदुर्वेद पुरुषं तर्पयामि स्वत्रिपद गायत्री महत् यही बड़ी भावरे से तर्पण कले हे आत्मा तू से परमात्मा को सहित तेणु आमे कहलु कोन
ନା ସେ ରାବଣ ସହିତ ସେ ପକ୍ଷୀ କାଳେ ଯୁଦ୍ଧ କଲା। ସେ କଥା ଲେଖା ହେଇଛି, ତାକୁ ବି ସମ୍ମାନ ଦେବା ପାଇଁ ପଡିବ। ତେବେ ପକ୍ଷୀଟାଏ ଯଦି ରାବଣ ସହିତ ଯୁଦ୍ଧ କଲା, ତମେ ଏତେ କଥା କହିବାକୁ କିଏ? ତମେ ବାଟରେ ଯାଉଛ, ଯଦି ଦେଖିଲ ଗୋଟେ ଗାଡି ଧକ୍କା ଦେଇଛି କି ଗୋଟେ ମଣିଷକୁ ଧକ୍କା ଦେଇଛି, ସେ ଛଟପଟ ହେଇକିରି ଓହୋ ହଉଛି, ତମେ ସେ ଆଡକୁ ନ ନେଇ ସିଧା ପଳେଇ ଯାଉଛ। ଯାହାର ମନରେ ଦୟା ନାହିଁ, ଉଦ୍ଧବ ଚାଣ୍ଡାଳଟି ସେହି ଜୀବରେ ଯାର ଦୟା ନାହିଁ, ଉଦ୍ଧବ ଚାଣ୍ଡାଳଟି ସେହି ଜୀବରେ ଯାର ଦୟା ନାହିଁ, ଉଦ୍ଧବ ଚାଣ୍ଡାଳଟି ସେହି। ତେଣୁ ଲଙ୍କା ଶବ୍ଦର ଅର୍ଥ ଉପେନ୍ଦ୍ର ଭଞ୍ଜଙ୍କ ଅର୍ଥରେ ଅସାମାଜିକ ସ୍ଥାନ, କିନ୍ତୁ ରାବଣ ଯୋଉ ଲଙ୍କାରେ ଥିଲା ତା ନାଁ ଲଙ୍କା ନଥିଲା, ତା ନାଁ ଥିଲା ସୁବର୍ଣ୍ଣମୟ ଲଙ୍କା। ଆଉ ଯୋଉ ଲଙ୍କା ସବୁ ଆମ ଗାଁ ଗହଳି ପାଖରେ ସବୁ ଅଛି, ଯୁଆଡେ ଯିବ ସାଡେ ବର୍ତ୍ତମାନ ଲଙ୍କା। ଯୋଉଠି ଜୁଆ ଖେଳ ହୁଏ, ମଦ ବିକ୍ରି ହୁଏ, ଆଉ କଣ ହୁଏ, ଏଇ ଯୋଉ ଦେହ ବ୍ୟବସାୟ ହୁଏ, ସେଇଗୁଡାକ ହଉଛି ଲଙ୍କା। କିନ୍ତୁ ରାବଣର ଲଙ୍କା ଥିଲା ସୁବର୍ଣ୍ଣପୁରୀ ଲଙ୍କା, ସୁବର୍ଣ୍ଣ। ସେଠି ଚରିତ୍ର ଥିଲା। ଆପଣ ଯାହାକୁ କହୁଛନ୍ତି ରାବଣ କୁମ୍ଭକର୍ଣ୍ଣ ନିଧନ, ଏତାଧି ରାମାୟଣ। କୁମ୍ଭକର୍ଣ୍ଣକୁ ଉଠେଇଲେ। କୁମ୍ଭକର୍ଣ୍ଣ ପଚାରିଲା, ଭାଇ ମତେ କାହିଁକି ଉଠେଇଲେ? ଆଚ୍ଛା ଭାଇ, ବ୍ରହ୍ମାଙ୍କ ଠାରୁ ତମେ ବର ଆମେ ପାଇଥିଲେ, ସେତେବେଳେ ଆପଣ ଜାଣିଛନ୍ତି ମତେ ଯିଏ ଅକାଳରେ ଉଠେଇବ ମୁଁ ନିଶ୍ଚୟ ମରିବି ନା? ହଁ ମୁଁ ଜାଣିଛି। ତା ମତେ ଉଠେଇଲ ମରିବା ପାଇଁ ନା କଣ? ନା ନା ନା, ମାରିବା ପାଇଁ। କାହାକୁ ମାରିବି? ସେ ରାମଙ୍କର ନାଁ କହିଲା। କୁମ୍ଭକର୍ଣ୍ଣ ଚମକି ଉଠିଲା। ରାମ, ହେ ରାମ ପୁରୁଷୋତ୍ତମ ନରହରି ନାରାୟଣ କେଶବ ଗୋବିନ୍ଦ ଗରୁଡ଼ ଧ୍ୱଜ ଗୁଣନିରେ ଦାମୋଦର ମାଧବ, हे कृष्ण कमलापते जदुपते सीतापते श्रीपते वैकुंठाधिपते चराचरपते लक्ष्मीपते पाहि मां। लक्ष्मण झूला हरिद्वार ऋषिकेश लक्ष्मण झूला रे मोर भेक गुरु जी मते भेकबाना पिंडई थिले गणेश दास महाराज, ये श्लोक से मते देथिले। तेनु ये श्लोकटी पढ़िला बेले मु आउ कोनोसी कथा मने पकई पारे, कारण गुरुदेवंकर मुख निश्रुत वाणी से किंतु मते कहिथिले, हे रामा पुरुषोत्तमा नरहरि नारायण केशव। तेणु बलिया जेतेबेले पढ़े मु सेई गुरु वाक्यटी को स्मरण करे, हे रामा पुरुषोत्तमा नरहरि
ନାରାୟଣ। କେଶବ ଏଠି ବର୍ତ୍ତମାନ ସଭାରେ କହୁଛି, ପଣ୍ଡିତ ମାନେ କହିବେ ଭୁଲ ଶ୍ଲୋକ କହୁଛନ୍ତି, ତେଣୁ ମୁଁ ଏଠି କରେକ୍ସନ କରି କରିଛି। ହେ ରାମ ପୁରୁଷୋତ୍ତମ। କୁମ୍ଭକର୍ଣ୍ଣ କହିଲା ଭାଇ ତମେ ଜାଣିଛ ତ ମୁଁ ମରିବି? ଆଚ୍ଛା ରାମଙ୍କୁ ମାରିବ? ରାମ କିଏ? ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ର ରାମ ନା ଆଉ କୋଉ ରାମ? ନା ସେଇ ରାମ। ଭାଇ ତୋ ମୁଣ୍ଡ ଖରାପ ହେଇଗଲାଣି କି? ଇଏ ରାମକୁ ମାରିବ ନା ପୂଜିବ? ରାବଣ ଗୋଟେ ଟଣ୍ଟିଆ ପକେଇଲା, ତୁ ଗୋଟେ କୁଳାଙ୍ଗାର ଭାଇ, ତତେ ମୁଁ ଡାକିଲି ତୁ ମତେ ଏକଥା ପାଠ ପଢଉ, ମରିବାକୁ ଡରୁଛୁ? କୁମ୍ଭକର୍ଣ୍ଣ କହିଲା ମୁଁ କାହିଁ ଡରିବି, ଚାଲ ମୁଁ ରାମଙ୍କ ହାତରେ ମରିବି। ତେଣୁ କୁମ୍ଭକର୍ଣ୍ଣ ନିଧନ। ଆଚ୍ଛା ଆପଣ ମାନେ କୁମ୍ଭକର୍ଣ୍ଣ ନିଧନ କଲେଣି? କୋଉ ଲୋକଟା ପ୍ରାଣାୟାମ କରୁଛି? ମାନେ ଗୋଟେ ଏମିତି ହିସାବ କିତାବ କରି ନ କରୁ, ଖାଲି ନିଶ୍ୱାସକୁ ଟିକେ ରଖିବ, କୁମ୍ଭକ କରିବ, ଟିକେ ସମୟ ରଖିବ, ଧୀରେ ଧୀରେ ଛାଡ଼ିବ, ଏତିକି କରୁ। ସେ କଥା ନାହିଁ, କେବଳ ଖାଇବୁ। ରାତି ପାହିଲେ ଆମେ ଖାଇବୁ, ତାପରେ ଶୋଇବୁ। ତାହେଲେ କୁମ୍ଭକର୍ଣ୍ଣ ନିଧନ କେମିତି? ମତେ ଗୋଟେ ରାମଚରିତ୍ର ମାନସ ଜାଣିଲେ, ମୁଁ କହିଲି ମୁଁ ତ ମାନସ କହେନି, ଆପଣ ଟିକେ ଆସୁନାହାନ୍ତି। ମୁଁ ଗଲି, ହୁଦାନନ୍ଦ ରାୟ ସେତେବେଳେ ହୁଦାନନ୍ଦକୁ ନିଜେ ମଞ୍ଚ ଉପରୁ ଡାକିଲେ, ଗତି ରାଉତ ପାଟ କଟକ। ମୁଁ କହିଲି କଣ ହୁଦାନନ୍ଦ ଆଜି ଆପଣଙ୍କର କି ଟପିକ କଣ ଅଛି କହୁନାହାନ୍ତି? ମୁଁ ତ ରାମଚରିତ୍ର ମାନସ କିଛି କହେନି। ନାଇଁ ଆଜି କୁମ୍ଭକର୍ଣ୍ଣ ବଧ। କୁମ୍ଭକର୍ଣ୍ଣ ବଧ, ମୁଁ ସେଇ କଥାକୁ କହିଲି। ଆଜି ଚାରିଆଡେ କୁମ୍ଭକର୍ଣ୍ଣ ବଧ, ଖାଉଛନ୍ତି ପେଟେ, ବୁଲୁଛନ୍ତି ଆଉ ଗପୁଛନ୍ତି। ଇଏ କୁମ୍ଭକର୍ଣ୍ଣ ଯୋଉଠି ସମାଜରେ ଲକ୍ଷ ଲକ୍ଷ କୋଟି କୋଟି ହେଇଗଲେଣି, ଆଉ କୁମ୍ଭକର୍ଣ୍ଣ ବଧ ହେଲା କେତେବେଳେ? ମୁଁ ଆପଣ ଏଠି ମିଛରେ କାହିଁକି ଗୋଟେ ମାନସ ଦରବାରରେ କହିବି? ଲୋକ ହସିଲେ ମୁଁ ବି ହସି ହସିକି ପଳେଇ। ତେଣୁ ସଜ୍ଜନ, କୁମ୍ଭକର୍ଣ୍ଣକୁ ବଦ୍ଧ କର, ସଂଯମ କର। ଯଦି ଭଲ ମଣିଷ। ଆଚ୍ଛା ମାରିଚ କାଳେ ଗୋଟେ ମାୟା ମୂର୍ଖ ହେଇଗଲା, କେମିତି କଣ ପେଣ୍ଟିଂ ହେଇକି? ମାନେ ମାରିଚ ଗୋଟେ ମାୟା ମୂର୍ଖ, ମାନେ ଯୋଉ କଥାଟା ଅସମ୍ଭବ ସେଇଟା ସେ ହେଲା କେମିତି? ସଜ୍ଜନ, ଆଜି ବି ମାରିଚ ବୁଲୁଛନ୍ତି। ସିଏ ଭଲ ମାରିଚ ଥିଲା, ରାବଣକୁ ମାମୁଁ ବୋଲି ଡାକିଲା। କହିଲା ମୁଁ ତ ମାମୁଁ ସବୁ ତନ୍ତ୍ର ବିଦ୍ୟା ଛାଡ଼ିଲେ, ମୋ ପଛରେ କାହିଁକି ଲାଗିଛନ୍ତି, ମୁଁ ଯେ କଥା ପାରିବି। ରାବଣ ତାକୁ ବି ହତ୍ୟା ଧମକ ଦେଲା, ଗୋଟେ ସବୁ ମିଛ ନାଟକ। ମାରିଚ କହିଲା ହଉ ମୁଁ ଯିବି। ସିଏ ମୂର୍ଖ ହେଇଯାଇନି, ମୂର୍ଖ ହେଇକିରି ଯାଇ ଗୋଟେ ଚଳଚଞ୍ଚଳ ଯୁବକ, ଚଳଚଞ୍ଚଳ କାମୁକ ଯୁବକ ହେଇ ସୀତାଙ୍କ କୁଡ଼ିଆ ଆଗରେ ବୁଲିଲା। ମା ଜାନକୀ ଦେଖିଲେ ଇଏ ଗୋଟେ ଚଳଚଞ୍ଚଳ ଯୁବକ, ଆର ଉଦ୍ଦେଶ୍ୟ ମନ୍ଦ। ଆଜି କେଉଁ ଗାଁରେ ସେ ମାରିଚ ନାହାନ୍ତି କି? ସବୁ ଦିଦ ଅଛନ୍ତି, ମୁଁ ତ ଦେଖୁଛି। ଆପଣ ରାସ୍ତାରେ ଗଲାବେଳେ ଦେଖିବେ
ଗୋଟାଏ ଦିଟା ମାରିଛ ମୋଟର ସାଇକେଲରେ ବସିଥିବେ ମୁଣ୍ଡରେ ହେରା କଣ କହନ୍ତି ଟୋପି ମାରି ନଥିବେ ଯୋଉ ପ୍ରକାର ସର୍ପାକୃତି ଗତିରେ ଯିବେ ମୁଁ ଖାଲି ଠାକୁରଙ୍କୁ ଡାକେ କେମିତି ତାଙ୍କର କିଛି ନ ହଉ। ତେଣୁ ଆଜି ମାରିଛ ନିଜକୁ ସଜେଇ ହବାର ଦେଖେଇ ହବାର ଯୋଉ ପ୍ରକୃତି ଆଜି ଆମ ପାଖରେ ବହୁତ। ତେଣୁ ସଜ୍ଜନ ହାତ ରାମ ତପବନାଧିଗମନଂ ହତ୍ୱା ମୃଗୀ କାଞ୍ଚନଂ ବୈଦେହୀହରଣଂ ଜଟାୟୁମରଣଂ ସୁଗ୍ରୀବ ସମ୍ଭାଷଣଂ ବାୟୁଗ୍ରହଣଂ ସମୁଦ୍ରତरणं ଲଙ୍କାପୁରୀ ଦହନಂ ପଶ୍ଚାଦ ରାବଣ କୁମ୍ଭକର୍ଣ୍ଣ ହନନಂ ଏତାବ୍ଧି ରାମାୟଣମ୍। ସରି ନାହିଁ ରାମାୟଣ ଅଛି ବହୁ ବାକି ଏବେ ସୁଦ୍ଧା ଲୁଚି ନାହିଁ ରାବଣର ଭୀତି। ସରି ନାହିଁ ରାମାୟଣ ଅଛି ବହୁ ବାକି ଏବେ ସୁଦ୍ଧା ଲୁଚି ନାହିଁ ରାବଣର ଭୀତି। ରାମ 14 ବର୍ଷ ପାଇଁ ଜଙ୍ଗଲକୁ ଗଲେ। ଏତେ ସାହସ ମୋ ଠାକୁରଙ୍କୁ ନେଇ 14 ବର୍ଷ ଜଙ୍ଗଲରେ ବୁଲେଇଲେ। ମୁଁ ସେ କଥା ଏଇଠି ବାତ ଗାଁରେ କହୁନି, ମୁଁ ରାମ ଅଯୋଧ୍ୟା ଉତ୍ତର ପ୍ରଦେଶରେ ବି କହିଛି। ରାମ କାହିଁ 14 ବର୍ଷ ବୁଲିଲେ? 14 ଶବ୍ଦର ଅର୍ଥ କଣ? 14 କହିଲେ 4, 10 କହିଲେ ଦର୍ଶନ। 4ଟି ଦର୍ଶନକୁ ନେଇ ବୁଲୁଥିଲେ। ଧର୍ମ ଅର୍ଥ କାମ ମୋକ୍ଷ। ଆଉ ରାମ 14 ବର୍ଷ ବୁଲେ। ଆଚ୍ଛା ଜଙ୍ଗଲକୁ ବୁଲିଲେ ବୋଲି କୋଉଠି ଲେଖା ହେଇଛି? ରାମାୟଣ ଲେଖା ହେଇଛି। କିନ୍ତୁ ଇଏ ଶ୍ଲୋକ କଣ କରୁଛି? ରାମ ତପୋବନାଧିଗମନଂ ହତ୍ୱା ମୃଗୀ କାଞ୍ଚନଂ। ରାମ ତପସ୍ୟା କରିବାକୁ ଗଲେ ତପୋବନକୁ, ବିଷୟା କାମିନୀର ମାୟାକୁ ତ୍ୟାଗ କଲେ। ରାବଣ ହରଣ କଲା ବୈଦେହୀ। ବୈଦେହୀ ହରଣ କରିଛି। ବେଦରୁ ଜନ୍ମ ବୈଦେହୀ। ଆପଣ ମାନେ ତାକୁ ବୁଝନ୍ତୁ। କିଏ ବୈଦେହୀ ହରଣ କଲା ଭଲ ହେଲା ନା? ରାବଣ ଲଙ୍କାରେ ବୈଦେହୀ, ଯିଏ ବେଦ ମନ୍ତ୍ରରେ ଯାହାଙ୍କର ଜନ୍ମ, ବେଦେଷୁ ଯଜ୍ଞେଷୁ ତପସୁ ଶୈବ ଦାନେଷୁ ଯତ ପୁଣ୍ୟ ଫଳଂ ଅତ୍ୟେତି ତତ୍ ସର୍ବମିଦଂ যোগী পরম স্থানম পেতি। রাম 14 বরষ বনবাস। 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 রাম জঙ্গলরে বুলুଛନ୍ତି, মানে ভরদ্বাজଙ୍କର ଆଶ୍ରମକୁ ଗଲେ ବୋଲି ମାନେ କେତେ ଆଶ୍ରମ ଯେ ବୁଲିଛନ୍ତି।
କେବଳ ଅଞ୍ଜନାଙ୍କ ଆଶ୍ରମକୁ ଯାଇନାହାନ୍ତି, ନହେଲେ ସବୁ ଆଶ୍ରମ ବୁଲିଥିଲେ। ତେଣୁ ସଜ୍ଜନ ଏଠି ରାମ ତପସ୍ୟା କରିବାକୁ ତପୋଭୂମି କି ଗଲେ, ତପୋବନକୁ ସେ ଗଲେ, ବିଷୟା ବାସନାକୁ ତ୍ୟାଗ କଲେ। ଭାଗବତରେ ଯୋଉଟା କହିଲେ ବିଷୟା ଯାହାର ଲୋଚନ ହରଇ ଆତ୍ମବୁଦ୍ଧି ଜ୍ଞାନ, ବିଷୟା ଯାହାର ଲୋଚନ হরই আত্মবুদ্ধি জ্ঞান, বিষয়া যাহার লোচন হরই আত্মবুদ্ধি জ্ঞান। বলিয়া কোন জনে মন্ত্রী না এমএলএ না এমপি না কোন, ମୁଁ ଗୋଟେ ଆପଣମାନଙ୍କ ଭଳି ଲୋକ, ମୋ କଥା ଟିକେ ଶୁଣିବା ପାଇଁ, ମତେ ଟିକେ ଦେଖିବା ପାଇଁ ଆପଣମାନଙ୍କର ଏତେ ଭିଡ଼ କାହିଁକି, କଣ ପାଇଁ? ତେଣୁ ସଜ୍ଜନ ଏ ସବୁ କଥା ଯୋଉ ଆମେ ଭାବୁଛୁ ସେ ନୁହେଁ। ଯଦି ମୁଁ ବାତ ଗାଁକୁ ଆସିଛି ବା ଆମ ଏଇଟା କୋଉ ପଞ୍ଚାୟତ କଣ ଆସିଛି, ମୁଁ ଯଦି ସମସ୍ତଙ୍କୁ କହିବି ମୋ କଥା ଯଦି ଶୁଣିଲ ମତେ ବେଶୀ ନାହିଁ 1001 ଟଙ୍କା ଲେଖା ଦିଅ, ଆପଣ କେତେ ଉଠିକି ପଳେଇବେ, ଟଙ୍କାଟା ଆଣିନାହାନ୍ତି 1001 ଟଙ୍କା କୋଉଠି କିଏ 150 ଟଙ୍କା। ଆର ବର୍ଷକୁ ଯେତେବେଳେ ଆସିବି ଏତିକି ଲୋକ କଣ ବସିବେ, ଯିବ କିଏ ଏତେ ପଇସା ଗଣିବ? ମୁଁ ଆସିଛି ମୁକ୍ତ ମନରେ, ଶ୍ରଦ୍ଧାର ନିମନ୍ତ୍ରଣ। ମୁଁ କାଲି ଫେରିବି ଶ୍ରଦ୍ଧା, ଆପଣ ମାନଙ୍କର ସ୍ନେହ ଶ୍ରଦ୍ଧା ମମତାକୁ ନେଇକିରି ମୁଁ ମୋର ପ୍ରସ୍ଥାନ କରିବି। ଆପଣ ଭାବୁଛନ୍ତି କି ମୁଁ ଆଇଛି କୋଠା ନେବା ପାଇଁ ବା କୋଠା ଘରେ ଜନ୍ମ ହେଇଥିଲି ତାକୁ ଛାଡ଼ିକିରି ଆଇଲି? ମୁଁ କୋଠା ଘରେ ଜନ୍ମ ହେଇଥିଲି। ଆମ ଗାଁରେ ଯେତେବେଳେ ପକ୍କା ଘର କାହାରି ନଥିଲା ଆମରି ଥିଲା। ଆମ ଗାଁର ଲୋକ ଯେତେବେଳେ କଟକରେ କେହି ଘର କରିନଥିଲେ, ଆମେ ହିଁ ଘର କରିଥିଲୁ। ଆମ ଜେଜେ କରିଥିଲେ, ଆଜି ବି ସେ ଘର ଅଛି। ତେଣୁ ମୁଁ ଆଇଛି କଣ କୋଠା ଘର ନେବି, ଆପଣମାନଙ୍କ ଠାରୁ ଟଙ୍କା ନେବି, ସମ୍ପତ୍ତି ନେବି? ମୁଁ ଯଦି ଆଜି ଏ କୋଠା ଘରେ ଅଛି, ସେ ନାରାୟଣ ବାବୁଙ୍କର ଶ୍ରଦ୍ଧା ପାଇଁ ମୁଁ ବାଧ୍ୟରେ ଗ୍ରହଣ କରିଛି। କିଏ ଜଣେ ବାବୁ କହିଲେ 5 ଲକ୍ଷ ଟଙ୍କା ଯୋଉ ଦିନ ଦେବି ସେଦିନ ଗୋଟିଏ ଟଙ୍କା ବି ଦେବି, ସେମିତି ଦେଇଦେବି। ତେଣୁ ସଜ୍ଜନ ମୁଁ ଯାହା କହୁଛି ସତ୍ୟ, ତ୍ରିବାର ସତ୍ୟ। ମୋର ତୀର୍ଥ ବୈତରଣୀ ବହି ଯାଉଛି। ଯୋଉମାନେ ଆମକୁ ଭୁଲ ବୁଝନ୍ତି, କିନ୍ତୁ ରାମ ତପୋବନାଦି ବଳିଆଇଛି ଆପଣ ମାନଙ୍କ ଦର୍ଶନ ପାଇଁ। ବାତ ଗାଁର ଏଇ ପୂର୍ଣ୍ଣ ପୀଠ ଯୋଉ ରହିଛି ସବୁ, ହେ ବକୁଳି ଗୋସାଇ ହୁଅନ୍ତୁ, ବାୟାନ କୀର୍ତ୍ତନ ବାବାଙ୍କ ମଠ ହଉ, ଏଇ ସବୁ କଥା ହଉଛି ମୋ ଜୀବନର ଅମୂଲ୍ୟ ସମ୍ପଦ। ଆଜି ଆପଣ ଦେଖିବେ ଭାରତ ବର୍ଷରେ କେତେ ଆଶ୍ରମ ହେଇଗଲାଣି, କିନ୍ତୁ ବାବାଜୀ କେହି, ବାବାଜୀ ଯାକ ଯାଇ ବୃନ୍ଦାବନରେ ବୁଲୁଛନ୍ତି। ଇଏ ଜଗନ୍ନାଥଙ୍କୁ ଛାଡିକିରି ଆଡୁ କାହିଁ ପଳେଇ ଆସୁଛନ୍ତି? ଆମ ଆଶ୍ରମରେ ବି 3ଟା ବାବାଜୀ ଯାଇ ବୃନ୍ଦାବନ। ତେଣୁ ସଜ୍ଜନ ଏଇ ମନ ବୃନ୍ଦାବନ, এই মন কাশী, এই মন বদ্রীনাথ পুরী বারাণসী, এই মন বৃন্দাবন, এই মন কাশী, এই মন বদ্রীনাথ পুরী বারাণসী।
ସୀତାଙ୍କୁ ଅଶୋକ କାନନରେ ରାବଣ ରଖିଲେ। ଆମ ଭିତରେ ଅଶୋକ କାନନ କିଏ? ଭୁଲତା ଦ୍ୱୟର ମଧ୍ୟରେ ବିନ୍ଦୁରି ବିରାଜିତ ହକାରଣେ ବହିରାଜି ସକାରେ ଶକ୍ତି ସମ୍ଭବା ହଂସ ହଂସ କ୍ଷରଦ୍ୱୟ জীব জপতি সর্বদা। নাসাগ্র ধারু ললাট চক্র পর্যন্ত ধ্যান করিবা হউচি, পবিত্র মନରେ ধ্যান করিবা হউচি অশোক কানন। ইয়ে হউচি তত্ত্ব। বায়ু হেলা রাবণ সীতাଙ୍କୁ অশোক কানନରେ ରଖିଲେ। ସମୁଦ୍ରରେ ବନ୍ଧ ବାନ୍ଧିଲେ। ସମୁଦ୍ର ଆପଣଙ୍କ ଭିତରେ, ଆପଣମାନଙ୍କ ଭିତରେ ଗୋଟେ ସମୁଦ୍ର ଅଛି। ଯେଉଁମାନେ ବିଜ୍ଞାନ ପଢିଥିବେ ବା ସେ ବିଷୟରେ ଜାଣିଥିବେ ସେମାନେ ନିଶ୍ଚୟ ଜାଣିବେ ଆମ ମେରୁଦଣ୍ଡ ଭିତରେ ଗୋଟେ ସ୍ୱଚ୍ଛ ନିର୍ମଳ ପାଣି ଅଛି, ଯାହାର ନାମ ଆଜି ବି ଅଛି ୱାର୍ଲଡ ସି, ଭବସାଗର। ଯିଏ ନିତ୍ୟ ନୈମିତ୍ୟ ଧ୍ୟାନ ବା ଯାହା କିଛି କଲେ ବି ବେଳେ ବେଳେ ସେଇ କୁଣ୍ଡଳିନୀ ଚକ୍ରଟି ମାନେ ଜାଗ୍ରତ ହୁଏ। ସେଥିପାଇଁ ଗୁରୁଦେବଙ୍କ ପାଖରେ ପ୍ରାର୍ଥନା, କୂଳ କୁଣ୍ଡଳିନୀ ঘুম ভঞ্জ কহে হৃদি গ্রন্থি বিদারণ তার কহে মম মানস চঞ্চল রাত্র দিনে গুরুদেব দয়া কর দীন জনে গুরুদেব দয়া দীন জনে গুরুদেব দয়া কর দীন জনে। ये प्रार्थना थी ठाकुर रामकृष्ण परमहंस स्वामी विवेकानंद एवं ठाकुर निगमानंद बाया बाबा ये सब महापुरुषों कंठरे यही गुरु वंदना प्रतिष्ठा लाभ आगु किए लिखी कवि किए मुझे तेणु सागर आमरी भितर अच्छी यही सागर को तुम देउना केमिति देई केमिति देई ये सागर को देइब गुरु कृपा ही केवल गुरुंकर कृपा हेले देइब माने प्राप्त हो विभु कृपा ही केवल। आउ तमे तो जीवन रे गुरु कौन ये सब कथा जोटी नाही हे कोन डा कहबो देखंतु से देखिचंती केमिति भव सागर कारण कारण रविनंदन वंदन खंडन शरणागत किंकर भीत मने गुरुदेव दया कर दीन जने गुरुदेव दया कर दीन जने गुरुदेव दया कर दीन जने। कथा लंबी जाउची तेबे आपण माने धैर्यर सहित बहिचंदी बोली मु सेतु बंध लंका को जीव की
ସମସ୍ତେ କହିଲେ ଆମେ 2 କିଲୋମିଟର 3 କିଲୋମିଟର ଯିବୁ ଆଉ। ଶେଷକୁ ଦେଖାଗଲା ହନୁମାନ ପଛରେ ବସିଛନ୍ତି। ସିଏ ତ ତାଙ୍କୁ ତ କେହି କିଛି ପଚାରୁନାହାନ୍ତି। ତାଙ୍କୁ ଯେତେବେଳେ ପଚରା ସିଏ କହିଲେ ମୋର 1 କିଲୋମିଟର ବି ଯିବାର ଶକ୍ତି ନାହିଁ, କିନ୍ତୁ ରାମଙ୍କର ଆଦେଶ ଯଦି ମିଳିବ ମୁଁ ସାଙ୍ଗେ ସାଙ୍ଗେ ନେବି। ସମସ୍ତେ ରାମଙ୍କୁ କହିଲେ, ରାମ ଆସି ହନୁକୁ କହିଲେ, ହନୁ ଶ୍ରୀ ये श्री राम कहले कौनसी मंदिरर राम नुहे, ये होचंती जीवन राम। श्री राम शरणम समस्त जगता रामम बिना आकु जदि ममता बानार्जी शुणते कि बुझते से कौन आ रागम। श्री राम शरणम समस्त जगत राम बिना का गति, रामेण प्रतिहन्यते कलिमलं रामाय कार्यं नमः। रामात्रस्यति काल भीम भुजग रामस्य सर्वं वसे, रामे भक्ति रखंडिता भवतु मे रामत्वमेवाश्रय। श्री राम जय राम जय जय राम, 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 श्री राम जय राम। हनुमान जेतबेले लंकार पहुंची गले, गोटे स्त्री लोक वर्तमान तो सही स्त्री लोक मान सब बाहर सी मद खाए, बड़ी माने कंचा मांस भी खाए। एमतिया गोटे नारी गोटे खंडा फंडा धरी तू किए ना मु लंक चंडी, तू हूँ लंक चंडी। जा चंडी मधुकैत भागी दैत्य नलिनी, जा माही सोलिनी, जा धूम्रख्य चंडमंड मथनी, जा रक्त विलासिनी, शक्ति शुंभ निशुंभ दैत्य नलिनी, जा सिद्धि दात्री परा साधे नवकोटि मूर्ति सहिता मातु विश्वेश्वरी। हनुमान कहला तू जदि लंक चंडी मद खाई पीचु, तू जदि लंक चंडी हाथ रे खंडा कौन भइलु, एई होउचंदी नारी पकेला धक्का। ताकमिति बल्मीक लिखिचंदी चैतन्य काले पके। चैतन्य माने कोन, तार चेता उदय हे ना ना मु आ मद मद खाइबिनी, ये खना खना को बाद देली आ तू जा जा लंका। हनुमान चालिला से गतिर भर्ता प्रभु साकी से जतबेले जाउचंती सबु असुर जाक आसिकरी
ଇରେ ମାଙ୍କଡଟା ଯାଉଛି ବୋଲି ଭାବିକିରି ହନୁମାନ ମାଙ୍କଡ ନୁହନ୍ତି, ତାଙ୍କର ଲାଞ୍ଜ ନାହିଁ। ଯୋଉ ଲାଞ୍ଜ ଦେଖୁଛ ସେ କୁଣ୍ଡଳିନୀ ଚକ୍ର, ତାଙ୍କ ମୁହଁଟା ଟିକେ ମାଙ୍କଡ ଭଳିଆ ବୋଲି ଲୋକମାନଙ୍କୁ ଗୋଟେ ଆନନ୍ଦ ଲାଗୁଛି। ଯୋଉଠି ମାନେ ସେଠି ଗୋଟେ ହନୁମାନ ପ୍ରତିଷ୍ଠା କରିଛନ୍ତି। ହନୁମାନ ବିଶ୍ୱରୂପ ଧାରଣ କରି ଯାଉଛନ୍ତି। ସବୁ ଅସୁର ଅସୁର ଯାକ ତାକୁ ମାଙ୍କଡ ବୋଲି ଭାବିକିରି ତାକୁ ଆସିକି ସବୁ ମାରି ବସିଲେ। ସେ ଯିଏ ଆସିକିରି ମାରି ବସିଲା, ଇଏ ମଶା ମାରିଲା ଭଳିଆ ସବୁ ମାରି ମାରି ଇଏ ମଶା ଆମେ ମାରୁ, ଛାର ପୋକ ମାରୁ, ଇଏ ଯେମିତି ହନୁମାନଙ୍କୁ ନାଗିଲା ମଶା। ଏ ସବୁ ଗୁଳ ଗାଳ ହେଇକି ଯେଉଁ ନାମ ଧରି ପବନର ସୁତ ଦେଇ ସମୁଦ୍ର ଆଣିଲା ସଂକେତ, ଯେଉଁ ନାମ ଧରି ପବନର ସୁତ ଦେଇ ଆଣିଲା ସମୁଦ୍ର, ଦେଇ ସମୁଦ୍ର ଆଣିଲା ସଂକେତ, ଦେଇ ସମୁଦ୍ର ଆଣିଲା ସଂକେତ। ସେ ସିଂହସଭାରେ ପୁରା ଅସୁର ମରିଗଲେ। ରାବଣର ମୁଣ୍ଡ ବି କଣ ହେଇଗଲା। ସିଂହସଭା ବୃକ୍ଷରେ ବସିଲା। ସିଂହସଭା ବୃକ୍ଷ କୋଉଟା? ସହସ୍ରା ଚକ୍ର ଶୀର୍ଷ ଦେଶରେ ଅଛି। ଆପଣମାନଙ୍କ ଭିତରେ ସବୁ ଅଛି। ନିଜକୁ ବୁଝନ୍ତୁ ଆଉ ଅନ୍ୟକୁ ବୁଝାନ୍ତୁ। ସେଠି କଣ ହେଲା? ଇଏ ବସିଲା, ବସିକିରି ଅନେଇଲା, ବଇଛନ୍ତି ଏ ଯୋଉ ସୀତା ଭିତରେ କିଏ? ଦେଖିଲେ ସମସ୍ତେ ବଇଛନ୍ତି ଆନନ୍ଦରେ, ଜଣଙ୍କ ଆଖିରୁ ଲୁହ ବହୁଛି। ହନୁମାନ ବୁଝିଦେଲା ଯେ ଏଇ ହଉଛନ୍ତି। ଯେତେବେଳେ କହିଦେଲା ଶ୍ରୀରାମ, ଚମକି ଉଠିଲେ ସୀତା। କପିଠୁ କାହୁଁ ଅଇଲୁ, ଶ୍ରୀରାମ ନାମ କହିଲୁ, ତୁ କିଏ? ये मांकड़ देखा बाहाना सीता देखे मांकड़ पाखु पड़े माने हनुमान ये तू किए? मां हूं रामदूत, मु रामंकर दूत, मते राम पठेइचंती। मां तोरी पे सेतुबंध चली, रावण मरिबो, तू जीवु। तू रामंक दूत बोली प्रमाण गोटे काठर मुद्रिका, सुंदरगढ़ आदिवासी माने एबे भी से काठर अलंकार तैयारी करछन, सेया को देखेला। सीता कहला अच्छा हो मां तू आउ कांद, हमें अति शीघ्र फेरी जाऊ। जेतबेले हनुमान जाउछंती, मांकड़ मांकड़ बोली भाविकी ता नांगुरे काढे निया नगे, नांगुरे का निया नगे, लांगुड़ होउची कुंडलिनी चक्र। तेणु सज्जन ताकू अपमानित कले, से लंका को पोड़ी जाय पाउंस करते पड़े। आसिकी एकाथरे रामंक दरबार में पहुंचला। एताप्ति रामाय, आजी रामकृष्णंकर कथा व्यतीत आम पाखरे कथा ना। तापरे कहले भूल हो जीवो, जगन्नाथ कथा स्वतंत्र, से रामंक कथा से कृष्णंक कथा। तेणु यही रामकृष्णंक कथा को नहीं आज राम मंदिर, हनुमान मंदिर, सीता मंदिर कहीं मैं कोठी देखी नहीं, भरत मंदिर भी कोठी देखी नहीं, शत्रुघ्न मंदिर भी सी बर देवे मंदिर कहीं। तेणु आज से रामकृष्ण देश भारत ये वर्तमान चाहूँ
শান্তি শান্তি দে ক্ষমা দে শক্তি দে কৃপা দে শান্তি দে ক্ষমা দে শক্তি দে কৃপা দে শান্তি দে ক্ষমা দে শক্তি দে কৃপা দে। ଏତିକି ମାଗୁଣି ମୋର ପ୍ରଭୁ ଜଗନ୍ନାଥ ରାମକୃଷ୍ଣଙ୍କ ପାଦରେ। ଯିଏ ରାମ ସେ କୃଷ୍ଣ, ଯିଏ ଜଗନ୍ନାଥ ସେଇ। ଆଉ ସବୁ ଗୋଟିଏ। ଆମେ ଖାଲି ଗୋଟେ ବାଉଳା ହଉଛୁ ନା, ସବୁ ଗୋଟିଏ। ଆମେ ସେଇ ଗୋଟିକୁ ଧରି ପାରୁନୁ ବୋଲି ଆଜି ଆମେ ବହୁତ ହଇରାଣ। ତେଣୁ ଆମେ ତ କହି କହି ଆମର ଟିକେ ବୟସ ବଢିଗଲା। ଆଉ କେଇଟା ଦିନ ରହିବୁ କଣ କରିବୁ ମୁଁ ଜାଣିନି। ସେ ଥିବା ପର୍ଯ୍ୟନ୍ତ ମୋ ଦେଶ, ମୋ ରାଜ୍ୟ, ମୋ ସୁନ୍ଦର ପୃଥିବୀ ସୁନ୍ଦର ହେଇଥାଉ, ଏତିକି ପ୍ରାର୍ଥନା କରି ସଂସାର ଯିବି। ଆଉ ମଠ କରିବି, ଶିଷ୍ୟ କରିବି, ଯଜ୍ଞ କରିବି, ଏସବୁ କେବେ ମୋ ମନରେ ନାହିଁ, ନଥିଲା କି ନାହିଁ। ଆପଣ ମାନଙ୍କର ମଙ୍ଗଳ ଚିନ୍ତା କରୁ କରୁ ଇଏ ସଂସାର ବଳିଆ ବିଦାୟ। ମୁଁ ଆଜି ଶାନ୍ତି ଖୋଜୁଛି, ସେଟା କୋଉ ଦୋକାନରେ ଆଉ ମିଳୁନି। ଗଞ୍ଜେଇ କୋଟି କୋଟି ଟଙ୍କାର ମିଳୁଛି, କିନ୍ତୁ ଶାନ୍ତି ନାହିଁ। ତେଣୁ ସେ ଶାନ୍ତିର ସନ୍ଧାନ ଏଇ ସତସଙ୍ଗରେ, ଏଇ ଗୁରୁ କୃପାରେ ହିଁ ଶାନ୍ତି ମିଳେ। ତେଣୁ ବାତର ଇଏଟା 20 ବର୍ଷ ନା କଣ କହୁଛନ୍ତି, ଆମେ 20 ବର୍ଷ ଗଲାଣି ବାତରେ ଚାଲିଛି। ଆର ବର୍ଷକୁ ଯଦି ସୁସ୍ଥ ଥାଏ ଆସିବି, ନ ଆସିଲେ ନ ଆସିବି, କିନ୍ତୁ ଆସିଲେ ଆସିବି। ଆସେ ବା ନ ଆସେ, ଯୋଉଠି ଥିଲେ ବି ଏ ଗାଁ ପୂର୍ଣ୍ଣତୟା ବୈତରଣୀ ପଞ୍ଚବଟୀ, ଇଏ ବାତ ଗ୍ରାମର ଅନେକ ଆଶ୍ରମ, ଅନେକ କଥା, ସବୁ କଥା ମନେ ପକେଇବେ। এইটা মোর। তেণু সজ্জন আসিଥିଲି ଶ୍ରଦ୍ଧାରେ, ଯାଉଛି ଶ୍ରଦ୍ଧାରେ, ଯିବି ଶ୍ରଦ୍ଧାରେ, କାଲି ସକାଳୁ ଯିବି। ଆଉ ତେଣୁ ସଜ୍ଜନ ଆମେ ଟିକେ କୀର୍ତ୍ତନ କରିବା। ଆଉ ମୁଁ 8ଟା ଭିତରେ ବାହାରିବି। ଆମେ ଟିକେ କୀର୍ତ୍ତନ କରିବା। ସେ ରାମଙ୍କ କଥା କାହିଁକି ପଇଲା, ମୁଁ ରାମଙ୍କ କଥା କହିବାକୁ ଆସିନଥିଲି, ବରଂ ବୈରାଗୀ ବାବୁ ରାମଙ୍କ କଥା କହିଥିଲେ ମୁଁ ଶୁଣିଥାନ୍ତି। କିନ୍ତୁ ହଁ, କାଲି ତ କହୁଥିଲେ ବିହରୁ ବିହରୁ ଦଣ୍ଡକାରଣ୍ୟ, ଆଉ ସେଇ କଥାଟା କହୁଥିଲେ। ଆଉ ସେ ସବୁ କଥାର ତତ୍ତ୍ୱ ଯାଇ କହୁଛି। ଉପେନ୍ଦ୍ର ଭଞ୍ଜଙ୍କର ଗାଁକୁ ଯାଇଥିଲି, ବାଗଦେବୀଙ୍କ ପାଖରେ। ଆମ ଏଇ ମଦନ ବାବୁଙ୍କ ସାଙ୍ଗରେ ଆମେ ଯାଇଥିଲୁ, ମଦନ ବାବୁ ଯାଇଥିଲେ। ସେଠି ଯେତେବେଳେ କାଲି ବୈରାଗୀ ବାବୁ ଯୋଉ ବ୍ରହ୍ମାରେ ଧୌତ ଯେ ପଦ ନୋଇଛି, ଶିବେ ବିଷାଦ ନ ପାଇ ଶରଣାମୃତ ପାନ ହୋଇଛି, ବିଜ୍ଞାନୀ କୈବର୍ତ୍ତ ଧୋଇଲା, ବିଶ୍ୱେ ପତିତ ପାବନ ନାମ ଧଇଲା। ମଦନ ବାବୁ ବାଜା ବଜଉଥିଲେ, ତାଙ୍କ ପାଖରେ ବସିଥିଲେ ଜଣେ ଗାୟକ ଗୋପୀନାଥ। ସେ ଆମର କଟକ, ଆମର ଆଶ୍ରମ ପାଖ, ବଳିଆ ସାଙ୍ଗରେ ବୁଲିବାକୁ ଯାଇଥିଲେ। ଉପେନ୍ଦ୍ର ଭଞ୍ଜଙ୍କର ଯିଏ ରିସର୍ଚ୍ଚ କରୁଛନ୍ତି, ଜଣେ ବୟସ୍କ ପ୍ରଧାନ ଶିକ୍ଷକ, ସିଏ ତା ପରଦିନ ଆସିକିରି କହିଲେ, ବାବା, ମୁଁ ଆଜି ମତେ 70-80 ବର୍ଷ ହେଲା, ମୁଁ ବାଗଦେବୀଙ୍କର ଆପଣ କାଲି ଯେମିତି ବୁଝେଇଲେ, ମୁଁ ତ ସେମିତି କାହିଁ କାହାଠାରୁ ଶୁଣିନି। ଏଣିକି ଆପଣଙ୍କ କଥାକୁ ମୁଁ କହିବି। ମୁଁ କଣ କହିଲି ବର୍ତ୍ତମାନ କହୁନି,
କେବଳ କହିଲି କମନ ସେନ୍ସ। ବ୍ରହ୍ମାରେ ଧୌତ ଯେ ପଦ, ବ୍ରହ୍ମା ପାଦକୁ ଧୋଇବେ। ମୋ ଭାଇ ଯାଇଛି ମର୍ତ୍ତ୍ୟକୁ, ବାମନ ଅବତାର ନେଇକିରି ତା ପାଦ ସ୍ୱର୍ଗକୁ ଆଉଛୁ। ଆଉ ମୁଁ ଟିକେ ବଡ ଭାଇ ଟିକେ ପାଦ ଧୋଇଦେବିନି, ପାଦ ଧୋଇଦେବି। ବାମନ ଭାବୁଛନ୍ତି କଣ, ମୋ ବଡ ଭାଇ ମୋ ପାଦ ଧୋଇବେ। ଦେବଦେବ ମହାଦେବ କହିଲେ ସେ ପାଦୁକଟା ଯୋଉ ବହି ଆସିବ ପାଣିଟା, ମୁଁ ସେ ପାଦୁକଟାକୁ ପିଇଦେବି। କିନ୍ତୁ କମନ ସେନ୍ସ, ଇଏ ଖାଲି ପୁରାଣ ଶୁଣିଲେ ହବନି, ସାଧାରଣ ଜ୍ଞାନ ରହିବା ଦରକାର। ବିଷ୍ଣୁ କହିଲେ ବଡ ଭାଇ ଧୋଇବେ, ମହାଦେବ ପିଇବେ, ମୁଁ ତ ଜମା ବିଲକୁଲ ବାହାରିବିନି, ମୁଁ ସେ ନଖ ସନ୍ଧିରେ ଭିତରେ ରହିଯିବି, ସେ ନଖ ଭିତରେ ରହିଗଲି। ବିଷ୍ଣୁ ନଖ କୋଣେଇ ଥିଲା, ବାମନ ଅବତାରେ ଭାଗୀରଥ। ତେଣୁ ଏସବୁ କଥା କେନ୍ଦୁଝର ଅଞ୍ଚଳରେ ପାଲା ଗାୟକ ମାନେ ଆକୁ ବହୁ ଭାବରେ ଆଲୋଚନା କରନ୍ତି। ମୁଁ ମଧ୍ୟ ଶୁଣେ, ଯେତେ ମୁଁ ଯୋଉ ପ୍ରକାର କହିଲେ ବି ମୁଁ ପାଲା ପ୍ରେମୀ, ମୁଁ ମାନେ ଜଣେ ପାଲା ହଉଥିବା ବେଳେ ମୁଁ ଜନ୍ମ ହେଇଥିଲି। ମୋ ବୋଉ କହେ ତୁ ମେଡିକାଲରେ ଯେତେବେଳେ ଜନ୍ମ ହେଲୁ ଗୋଟେ ସତ୍ୟନାରାୟଣଙ୍କ ପାଲା ହଉଥିଲା, ମୁଁ ସେଇଠି ତତେ ସତ୍ୟନାରାୟଣଙ୍କୁ ପାଣି ଛଡେଇ ଦେଇଥିଲି, ମୋ ପୁଅକୁ ଆୟୁଷ୍ମାନ କର। ତେଣୁ ସେଇ ସତ୍ୟନାରାୟଣଙ୍କର ପାଲା ଅଞ୍ଚଳରେ ଆଜି ପାଲା ସୁପ୍ତ ହେଇଯାଉଛି। ଗାୟକ ଗାୟିକା ମାନେ ଆଜି ସେମାନେ ପାଲା ପାଉନାହାନ୍ତି। ତେଣୁ ପାଲା କରିବେ। ପାଲା ହଉଛି ଗୋଟେ ସୁନ୍ଦର ସଂସ୍କୃତି, ଇଏ ହଉଛି ଗୋଟେ ଅଭିନବ ପ୍ରାକୃତ କଥା। ହଉ, ଶେଷରେ ରାମଙ୍କର କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା। हे रघुपति रामचंद्र सीतापते नाथ हरिहरम। 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 हे रघुपति रामचंद्र सीतापते नाथ। हे रघुपति रामचंद्र सीतापते नाथ हरिहरम। हे रघुपति रामचंद्र सीतापते नाथ। हे रघुपति रामचंद्र सीतापते नाथ हरिहरम। हे रघुपति रामचंद्र सीतापते नाथ। हे रघुपति रामचंद्र सीतापते नाथ हरिहरम। सीतापते नाथ हरिहरम। हे रघुपति रामचंद्र 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 सीतापते नाथ हरिहरम।